ଶିରକ୍ରିୟା। ମୋର ଗୁରୁଦେବ କଥା କହନ୍ତି ଶିରକ୍ରିୟା। ଏମିତି ଶିରକ୍ରିୟା ହେଲା ମାନେ ବଞ୍ଚିବାଟା ଦୁଷ୍କର ହେଇଗଲା। ନାରଦ ପ୍ରଭୁଙ୍କର ଏ ଅବସ୍ଥା ଦେଖି ଅତ୍ୟନ୍ତ ଦୁଃଖିତ ହେଇଗଲା। ସେ ଉଦ୍ବାସ୍ତ ହେଇଗଲା। ଦେଖିଏ ନାରଦ ମୁନି, ପ୍ରଭୁ ଏ ନିରାମୟ ଉପାୟ କଣ? ତ ପ୍ରଭୁ କହୁଛନ୍ତି ତୁମେ ଯଦି ମୋର କୌଣସି ଶୁଦ୍ଧ ଭକ୍ତ ଥିବ ତାର ଚରଣ ଧୂଳି ଯଦି ମାଗିକିରି ନେଇ ଆସିବ, ଏଇ ମୁଣ୍ଡରେ ଯଦି ଟିକେ ଲେପିଦେବ ତମର ଏ ଶିରପୁରା ଠିକ ହେଇଯିବ। ତ ନାରଦ ନିଜେ ଶୁଦ୍ଧ ଭକ୍ତ, ସେ ତାର ଜ୍ଞାନ ନାହିଁ, ସେ ଦେଇପାରିବ ନା, ସେ ଏ ସ୍ଥିତିର ଭକ୍ତ ନୁହନ୍ତି ଲୋକମାନଙ୍କ ଭଳି। ନାରଦ ଶେଷ ରାଣୀ ମାତା ପାଖକୁ ଗଲେ, ରୁକ୍ମିଣୀ ଆଦେଶ ବଞ୍ଚିବାଟା ଦୁଷ୍କର ହେଇଯାଇଛି। ଶିରକ୍ରିୟାରୁ ମୁକ୍ତ ହେବାର ଗୋଟେ ଉପାୟ ସେ ବତାଇଛନ୍ତି। କଣ ନା ତାଙ୍କର ଶୁଦ୍ଧ ଭକ୍ତଙ୍କ ଚରଣ ଧୂଳି ଯଦି ପ୍ରାପ୍ତ ହେଇପାରିବ, ତାହେଲେ ଶିର ଧାରଣ କରିବ, ତାହେଲେ ଶିରକ୍ରିୟାରୁ ମୁକ୍ତ ହେଇଯିବ। ତେଣୁ ତୁମେ ପ୍ରଭୁଙ୍କ ଲାଗି ଚରଣ ଧୂଳି ଦିଅ, ତୁମେ ଭଗବାନଙ୍କ ଶୁଦ୍ଧ ଭକ୍ତ। ନାରାୟଣ କାହାକୁ? ରୁକ୍ମିଣୀ ଚକିତ ହେଇଗଲା, ସେ ମୋର ସ୍ୱାମୀ, ମୁଁ ତାର ଦାସୀ, ଆମକୁ ଦାସୀ ମୋର ଚରଣ ଧୂଳି ଦେବି। ପ୍ରଭୁଙ୍କ ଶିର ଧାରଣ ଏଇ ଅପରାଧ ଯୋଗୁଁ କେତେ କଳ୍ପ କାଳ ଧରି ମତେ ନରକ ଭୋଗ କରିବାକୁ ହେବ। ସେ ଯାହା ପାଇଁ ଚାହିଁଲା। ଆଉ ଯେତେ ରାଣୀମାନଙ୍କ ପାଖକୁ ଯାଉଛନ୍ତି ସବୁ ସେଇ ଗୋଟିଏ କଥା। ନିରାଶ ହେଇଗଲେ। ପ୍ରଭୁଙ୍କ ଶିରକ୍ରିୟାରୁ କେମିତି ପ୍ରଭୁ ମୁକ୍ତ ହେବେ? ନାରଦ ନିରାଶ ହେଇଗଲେ କୋଠାକୁ। ଏଇ ବ୍ରଜଯୁକ୍ତ ମାନେ ଦେଖି ବହୁତ ଆନନ୍ଦିତ ହେଲେ। ये निश्चित प्रभुଙ୍କର ସମ୍ବାଦ ନେଇ ଆସିଛନ୍ତି। ତାଙ୍କ ଭିତରେ ଶ୍ରଦ୍ଧା ଜ୍ଞାପନ କରି, ହେ ମୁନିବର, ଆମର ପ୍ରାଣକାନ୍ତ କେମିତି ଅଛନ୍ତି? ଗୋପମାନଙ୍କ ପ୍ରାଣକାନ୍ତ, ଆମର ପ୍ରାଣକାନ୍ତ କେମିତି ଅଛନ୍ତି? ଆପଣ କେଉଁଠି ଆସିଛନ୍ତି? ଦ୍ୱାରକାରେ। ସେ ତ ସାଙ୍ଗରେ ଆମର ପ୍ରାଣକାନ୍ତ କେମିତି ଅଛନ୍ତି? ନାରଦ କହିଲେ ପ୍ରାଣକାନ୍ତ ଏଇ ଅବସ୍ଥା ବର୍ତ୍ତମାନ। ଶିରକ୍ରିୟା, ଅସହନୀୟ ପୀଡ଼ା, ଏ ମାନେ ବଞ୍ଚିବାଟା ଦୁଷ୍କର। ଏ ବହୁତ ହେଇଗଲା। ମୁଁ ପ୍ରଭୁଙ୍କୁ ପଚାରିଥିଲି ଯେ ଶିରକ୍ରିୟାରୁ ମୁକ୍ତ ଉପାୟ କଣ? ସେ ଗୋଟିଏ ମାତ୍ର କଥା କହିଲେ, ଯଦି ଶୁଦ୍ଧ ଭକ୍ତଙ୍କ ଚରଣ ଧୂଳି ଲେପନ କରାଯିବ ତାହେଲେ ଶିରକ୍ରିୟାରୁ ମୁକ୍ତ ହେଇଯିବ। ମୁଁ ଦ୍ୱାରକାରେ ରାଣୀମାନଙ୍କ ପାଖରେ କିଏ ଯାହା ପାଇଁ ଚାହିଁଲାନି। ଗୋପୀମାନେ ଶୁଣି କହୁଛନ୍ତି, ହେ ମୁନିବର, କେତେ ଗୁଡ଼ିକ ଅଖା ନେଇ ଆସିଛନ୍ତି ଚରଣ ଧୂଳି ନେବ। তুমি এর পরিণাম জানিছ? চରଣ ধূଳି ଦେବ, সেই ଅପରାଧ ଯୋଗୁଁ କେତେ କଳ୍ପ କାଳ ନରକ ଭୋଗ କରିବାକୁ। ସେତେବେଳେ ପ୍ରଭୁଙ୍କର ଶୁକ୍ର ଲାଗି তোমার এই কথাটা କୁହାଯାଏ ନା, ଏଠାରେ ଏଇ କଥାରେ କୃଷ୍ଣ ସୁଖ ପାଏ। ଏ ମାନେ ଆମେ ମାନେ ନରକ ଯାଇ କଳ୍ପ କାଳ ଧରି ନରକ ଭୋଗ କରିଥିବୁ। ସେଥିରେ ଆମର ଯାଏ ନା, କିନ୍ତୁ ଆମର ପ୍ରାଣକାନ୍ତ କେମିତି ସୁଖରେ ରହିବ। ତେଣୁ ଅଖା ନେଇ ଆସନ୍ତୁ, ଆମେ ସବୁ ଚରଣ ଧୂଳି ଦେବୁ। কি পরিস্থিতি, সেମାନଙ୍କର ଗୋଟିଏ ମାତ୍ର ଉଦ୍ଦେଶ୍ୟ କୃଷ୍ଣଙ୍କର ସୁଖ। ଏହାକୁ କୁହାଯାଏ ଶୁଦ୍ଧ ପ୍ରେମ। কৃষ্ণেন্দ্রিয় প্রীতিবাঞ্ছা ধরে প্রেম না, আত্মেন্দ্রিয় প্রীতিবাঞ্ছা তারে বলে কাম। আত্মেন্দ্রিয় প্রীতিবাঞ্ছা আমি সমস্ত নিজ ইন্দ্র অচ্ছু, এই সব কাম কামনা চরিতার্থ করিয়া। কেতে প্রকার কামনা, તે સૌ નિજ સ્વાર્થ ପାଇଁ। યા પ્રેમ કହା જીવન નહીં। એ ସବୁ ଏଠାରେ
ନର ନାରୀ ଯୁବକ ଯୁବତୀ ମତ ପ୍ରେମ ଚାଲିଛି ଏ ପ୍ରକୃତ ପ୍ରେମ ନା ନିଜର ସ୍ୱାର୍ଥ ଏଠାରେ ପ୍ରଭୁପାଦ କହୁଛନ୍ତି ତାଙ୍କର ଭାବାର୍ଥରେ ମାନେ ସମସ୍ତେ ପୁରୁଷ ଅଭିମାନ ସ୍ତ୍ରୀ ହେଲେ ବି ସେ ପୁରୁଷ ମାନେ ସ୍ତ୍ରୀ ସ୍ୱରୂପରେ ସେ ପୁରୁଷକୁ ଉପଭୋଗ କରୁଛି ତେଣୁ ସେ ପୁରୁଷ ପୁରୁଷ ସ୍ୱରୂପରେ ସେ ସ୍ତ୍ରୀକୁ ଉପଭୋଗ କରୁଛି ସେ ପୁରୁଷ ଏଠାରେ ସମସ୍ତେ ଉପଭୋଗକାରୀ ये सब कथा कहते तेणु याକୁ କେବେ ପ୍ରେମ କୁହାଯାଇ ପାରେନି ସବୁ କାମ ନିଜ କାମନା ଚରିତାର୍ଥ ପ୍ରକୃତ ପ୍ରେମ ଶିକ୍ଷା ଲାଭ କରିବା ଯଦି ହବ ବ୍ରଜବାସୀଙ୍କ ପାଖରେ ବିଶେଷ କରି ଲୋକମାନଙ୍କ ଠାରୁ ଏଇ କଥା କହୁଛନ୍ତି କିନ୍ତୁ ଏଇପରି ଭାବରେ ଆମେ ଦେଖେ କୃଷ୍ଣମୟୀ କୃଷ୍ଣ ଯାହା ଭିତରେ ବାହାରେ এই প্রসঙ্গের অতি সুন্দর আর ଗୋଟେ ঘটনা ରହିଛି ଯେମିତି ଆମେ ଦେଖିପାରିବା ଯେ ଦିନେ ରାଧାରାଣୀ ଆସି କୃଷ୍ଣଙ୍କ ପାଖରେ ଉପସ୍ଥିତ କରୁଛନ୍ତି ହେ ପ୍ରାଣକାନ୍ତ ମୁଁ ଆଉ ଜୀବନ ଧାରଣ କରିବା ପାଇଁ ଚାହୁଁ ନାହିଁ ମୁଁ ଦେହତ୍ୟାଗ କରିବା ପାଇଁ ଚାହୁଁଛି ଏଇପରି ସମସ୍ତେ ମତେ ଏଇପରି ଅପବାଦ ଦେଉଛନ୍ତି କୃଷ୍ଣ କଲଙ୍କି ବୋଲି ତେଣୁ ମୁଁ ଆଉ ଦେହ ଧାରଣ କରିବା ପାଇଁ ଚାହୁଁ ସେତେବେଳେ କୃଷ୍ଣ କହୁଛନ୍ତି ହେ ପ୍ରିୟ ଟିକେ ଧୈର୍ଯ୍ୟ ଧାରଣ କର ଏଇପରି ଦେହତ୍ୟାଗ କରିବ ନାହିଁ ମୁଁ ଏହାର ବ୍ୟବସ୍ଥା କରୁଛି କୃଷ୍ଣଙ୍କ କଥା ରକ୍ଷା କରିବା ପାଇଁ ରାଧାରାଣୀ ଆଉ ସେହିପରି ହେଲା ନାହିଁ ଦେହ ଛାଡ଼ିବା ପାଇଁ ଉଦ୍ବାସ ହେଲା ନାହିଁ ତାପରଦିନ କୃଷ୍ଣ ଏମିତି ହାଇଥିବା ଆସିଗଲା କୃଷ୍ଣଙ୍କ ଠାରେ ମାନେ ହାଇଥିବାର ଆସିଗଲା ଉଚ୍ଚ ତାପମାତ୍ରା ଜ୍ୱର ଆସିଯାଇଛି ମାନେ ଏକମାତ୍ର ପୁତ୍ର ନନ୍ଦ ଯଶୋଦାଙ୍କର ଏକମାତ୍ର ପୁତ୍ରଗତ ପ୍ରାଣ সেই পুত্রের বর্তমানে কোন হয়েছে হাইফিভার জ্বর হয়ে গেছে হাই মানে 40 ডিগ্রি জ্বর হয়ে গেছে হাইফিভার হয়ে গেছে মানে কত 6-7 ডিগ্রি পৌঁছে গেছে মানে 2-3 ডিগ্রি উপরে চালিয়ে আর বচবা না 100-2 ডিগ্রি উপরে চালিয়ে কিন্তু হয়ে গেছে 6-7 ডিগ্রি 8 ডিগ্রি লাস্ট এইবার হাইফিভার হয়ে যায় কৃষ্ণ বলছিল দেখি মূর্ছা দশা প্রাপ্ত হয়ে যাচ্ছে কে যশোদা নন্দ ফোন করে তাকে কিছু চাকা তো নন্দ মার কি বলতে ব্রজের মধ্যে বৈদ্য অনুসন্ধান করে দেখেন যে বৈদ্য নিজে যাই আসলে তো নন্দ মহারাজ উন্মত্ত দশারে যে তুই এই কথা কর্ণ বিতর্ক ছিল সঙ্গে সঙ্গে সে বৈদ্য অনুসন্ধান বাহার গেলে সমগ্র ব্রজমণ্ডল অনুসন্ধান করে কোন জায়গায় বৈদ্যর সন্ধান মিলিলা নাই শেষে নিরুপায় হয়ে পড়েছেন আর কৃষ্ণ সে আলোক স্বরূপে বৈদ্য ধারণ নন্দ মহারাজের ভগবান বৈদ্য দেশে এই নন্দ মলিন বদনে বিচরণ আর এই বৈদ্য দেশে কৃষ্ণ চর্চা আপনাদের মোহ কাইছে শুকিয়ে যাচ্ছে মোহ কাইকে মলিন দশা এই একমাত্র পুত্র প্রাণকারী অধিক প্রিয় কৃষ্ণଙ୍କର হাইফিভার হয়ে যাচ্ছে বঞ্চিবা দুষ্কর তিনি বৈদ্য অনুসন্ধান ଯାଇଥିଲେ କୌଣସି ଜାଗାରେ ବୈଦ୍ୟର ସନ୍ଧାନ ମିଳିଲା ନାହିଁ ତେଣୁ ଆମର ପୁତ୍ରକୁ ବଞ୍ଚାଇବା ବହୁତ ଦୁଷ୍କର ଏଇ କଥା ଚିନ୍ତା କରି ମୋର ମୁହ ଶୁଖି ଯାଇଛି ମଲିନ ହେଇଯାଇଛି ତ ଶେଷ ତକ ମୁଁ ନିଜେ ବୈଦ୍ୟ ମତେ ନେଇ ଚାଲନ୍ତୁ ତ ସେତେବେଳେ ଭଗବାନ ଟିକେ ଆଶ୍ଵସ୍ତ ହେଲା ୟାକୁ ସାଙ୍ଗରେ ନେଇ ଉପସ୍ଥିତ ହେଲେ ଆଉ କିଛି ମୂର୍ଚ୍ଛା ଦଶାରେ ଇଏ ଯଶୋଦା ମାତାଙ୍କ କୋଳରେ ଅବସ୍ଥାନ କରିଛନ୍ତି ଇଏ ଆସି ଉପସ୍ଥିତ ହେଇଗଲେ ନନ୍ଦମାଜି ବୈଦ୍ୟକେ ଆସି ଉପସ୍ଥିତ ହେଇଗଲେ ବୈଦ୍ୟ କହୁଛନ୍ତି ଯେ ଗୋଟେ ଚକ୍ ସ୍ଲେଟ୍ ନେଇ ଆସ ମୁଁ ଭଗବାନଙ୍କୁ ଦେଖିବି ये निरुपाय उपाय कौन हाइफिभार मुक्त हवार उपाय कौन तो সেই গোটে স্লেট
ଆଉ ଗୋଟେ ଚକ୍ ନେଇ ଆସେ ଦେଲେ ଇଏ ତାଙ୍କ ପାଖରେ କମଣ୍ଡଳରେ ରହିଛି ଇଏ ସେତେବେଳେ କଣ କଲେ ଅଙ୍କନ କରିଛନ୍ତି ମୁଣ୍ଡ ହେଲା କୌଣସି ଉପାୟ ନିର୍ଦ୍ଧାରିତ ହେବ ନାହିଁ ତ କୌଣସି ଉପାୟ ନିର୍ଦ୍ଧାରିତ ହେବ ନାହିଁ ତାପରେ ଧୀରେ ଧୀରେ ହଁ ଗୋଟିଏ ଉପାୟ ଏଟା ଦିଶୁଛି ଯଦି ଭୋଜିରେ କୌଣସି ସତୀ ନାରୀ ଥିବ ତାହେଲେ ତାକୁ ଡାକିକିରି ନେଇ ଆସନ୍ତୁ ମୋ ପାଖରେ ଗୋଟେ ଛିଦ୍ରଯୁକ୍ତ କମଣ୍ଡଳ ରହିଛି এই কমণ্ডলটুকু নিয়ে সে যমুনার জল ভরি অখণ্ড করে আসে উপস্থিত হব ମୋ ପାଖରେ ଯୋଡ଼ିବୁଟି ରହିଛି সেই ଯମୁନା ଜଳ ମିଶିକିରି ଇଏ ମେଡିସିନ ତିଆରି କରିଦେବି ତା ଯଦି କୃଷ୍ଣଙ୍କର ପାଖରେ ଦିଆଯିବ ତାହେଲେ ହାଇ ଥିବାରୁ ସେ ମୁକ୍ତ ହେଇଯିବ ତ ବର୍ତ୍ତମାନ ବ୍ରଜର ତ କେବଳ 2 ଜଣ ସତୀ ନାରୀ ଆଉ ସମସ୍ତେ ତୁଲଟା ସମସ୍ତେ ତୁଲଟା ଇଏ 2 ଜଣ କିଏ କେଉଁମାନେ ମା ଝିଅ ମା ହେଉଛନ୍ତି ଜଟିଲା ଆଉ ଝିଅ ହେଉଛନ୍ତି କୁଟିଲା ଇଏ 2 ଜଣ ସଚିତ ଗର୍ବରେ ସର୍ବଦା ଏମାନଙ୍କୁ ଅପବାଦ ଦିଅନ୍ତି ଇଏ ବ୍ରଜରେ ସମସ୍ତେ ହିଁ କୁଲଟା ଆମେ 2 ଜଣ କେବଳ ସତୀ ମା ଝିଅ ତ 2 ଜଣ ଡାକା ହେଲା 2 ଜଣ ଆସିଲେ ବହୁତ ମାନେ ଉର୍ଦ୍ଧ୍ୱ ସାହସରେ ଆସିଲେ ସେମାନେ ଚିନ୍ତା କରିଛନ୍ତି ଜ୍ୟୋତିଷୀ ସେ ଜାଣିଛନ୍ତି ବ୍ରଜରେ 2 ଜଣ ସତୀ ନାରୀ ଅଛନ୍ତି ସେ ଡକାଇଛନ୍ତି ଆମ ମା ଝିଅ 2 ଜଣ ଆସିଛନ୍ତି ଉପସ୍ଥିତ ହେଇଛନ୍ତି ପ୍ରଥମ ଝିଅର ପାଳି ପଡ଼ିଲା ତା ଝିଅ ଜ୍ୟୋତିଷୀ କହୁଛନ୍ତି ମୋ ପାଖରେ ଛିଦ୍ରଯୁକ୍ତ କମଣ୍ଡଳ ରହିଛି ୟାକୁ ନେଇଯିବ ଯାଇକିରି ଯମୁନାର ଜଳ ଭରିକିରି ନେଇ ଆସିବ ଛିଦ୍ର ବାଟ ଦେଇ ଗୋଟେ ଡ୍ରପ ପାଣି ବାହାରକୁ ଯିବ ନାହିଁ ସେ ଦିଗରେ ସତର୍କ ରହିବ ଏହିପରି ଯଦି ପାଣି ଆଣିପାରିବେ ସେ ପାଣି ନେଇ ଯୋଡ଼ିବୁଟି ତାର ଏହିପରି ମେଡିସିନ ତିଆରି କରି କୃଷ୍ଣଙ୍କ ପାଖରେ ଦେଲେ କୃଷ୍ଣ ଖାଇଥିବାରୁ ମୁକ୍ତ ହେଇଯିବ କୁଟିଲା ବହୁତ ଆନନ୍ଦିତ ହେଲା ମହାସତୀ ନାରୀ ବ୍ରଜରେ ସେ ଛିଦ୍ରଯୁକ୍ତ କମଣ୍ଡଳ ନେଇଗଲେ ମୁଁ ଏକମାତ୍ର ସତୀ ନାରୀ କେବଳ ଜ୍ୟୋତିଷୀ ଜାଣିଛନ୍ତି ମୋ ହାତରେ ଛିଦ୍ରଯୁକ୍ତ କମଣ୍ଡଳରେ ପକାଇଛନ୍ତି ଜଳ ଭରିବା ଇଏ ଯାଇକିରି ଯମୁନାରେ ଯେତେ ଜଳ ଭରିଲା ଆନନ୍ଦ ସାଗର ଭରିକିରି ଯମୁନାରେ ଯେତେବେଳେ କମଣ୍ଡଳଟା ଉପରକୁ ଉଠାଇଲା କଣ ହେଲା ସବୁ ଜଳ ପଡ଼ିଗଲା ଇଏ ମୋ ସୃଷ୍ଟିକାର ପରାପକାର କୁଟିଲା ମୋଲିନୀ ବଦନରେ ଆସି ଜ୍ୟୋତିଷୀ ପାଖରେ ଉପସ୍ଥିତ ହେଇଗଲା ୟା ଦେଖି ଜଟିଲା ଭର୍ସନା କରିଦେଲେ ଝିଅ ସବୁବେଳେ କହୁଛୁ ମୁଁ ହଉଛି ସବୁଠାରୁ ମହାସତୀ ତ କଣ ସତୀ ପାଣି ଆଣିପାରିବେ ନାହିଁ ଦେ ମୁଁ ଯିବି ମୁଁ ଯାଇକି ଆଣିବି ଏ ବ୍ରଜରେ ସତୀ ନାରୀ ଯଦି କେବଳ ଜଣେ ଥିବ ତାହା ହେଉଛି ଝିଅ ତ ମାରିଗଲା ଇଏ ଛିଦ୍ରଯୁକ୍ତ ଇଏ କମଣ୍ଡଳ ନେଇଗଲା ବହୁତ ଆନନ୍ଦ ସାଗର ଜୟ ଯମୁନାରେ ଯେତେ ବୁଡ଼ିଲା ଛିଦ୍ରଯୁକ୍ତ କମଣ୍ଡଳ ଆଉ ଯେତେ ଉପରକୁ ଉଠାଇଲେ ଦ୍ୱାରା ଝିଅଙ୍କର ଯେପରି ଅବସ୍ଥା ୟାର ସେହିପରି ସବୁ ପାଣି ଯମୁନାରେ ये कार्य सफल पर्यटन परिवार नहीं फेरी आसिले मनी ये देखी যশোদা माता देखिले ब्रजरे केवल 2 जन मात्र सतী नारी ଥିଲେ 2 जन पेला मोर शिशु आओ मच्छी बनाई मुच्छा दशा पड़ जाउछ যশোদা माता निज मुखरे कहउछन जे मो जीवन जाक मो पति व्यतीत कौशी पुरुषको मनर चिंता कर नाही मो जीवी जति रोगीर माता जाई परिवा तको माता रोगीर माता जाई परिवा कोन कि कृष्ण
ଏ ହାଇ ଜୁଆର ମୁକ୍ତ ହେବ ମୁନି ଗଣନା କରିଛନ୍ତି ଗଣନା କରି ସେ ତ ଦେଶ ଲଗେଇ ନାହାନ୍ତି କୃଷ୍ଣ ଗଣନା କରି ମୁଣ୍ଡ ହଲାଉଛନ୍ତି ଗୋଟେ ସାଇଡ ଗୋଟେ ଆସିଲା ଇଏ ରା ରା ଇଏ ଶବ୍ଦ ଆସିଲା ରା ଯେତେବେଳେ ଆସିଲା ପୁଣି ଅଙ୍କନ କରିଛନ୍ତି ଆ ଗୋଟେ ଜାଗାରେ ଧା ମିଶିଗଲା ଧା ଆସିଗଲା सर राधा नाम कौन-सी सती नारी अत्यंत ये पचरे हाँ राधा रानी तो महासती से শ্বশুর ঘর করছে लगता गया तंग सहित आशे लगे अष्टसखी समस्त आशुपस्थित হয়ে গেল ये ज्योतिषी সেই সহস্র কমণ্ডল হাত ধরে কহিলে তুমি যদি এই পরে যমুনার জল ভরি অকথবা আমি এটা উপস্থিত করি পারিব তাহলে এই চরণে জড়িবুটি আদি কৃষ্ণ পাঠ যদি মুখ দেবি তাহলে হাই জোয়ার কষ্ট সীমান্ত সহ কে যাচ্ছেন শ্রীমতী রাধা রানী তেনে কৃষ্ণময়ী কৃষ্ণ যার ভিতরে বাহারে যাহা যাহা নেত্র পড়ে তাহা তাহা কৃষ্ণ কৃষ্ণ দেখে কৃষ্ণ को দেখছেন সর্বত্র আর সেই পরিচয়মান সহ এই গপ্প করে যে উপস্থিত হয়ে গেল যমুনা পাড়ে সহস্র কমণ্ডলের জলচত পরিচ্ছন্তি সেটা দেখুଛନ୍ତି জল মধ্যরে কৃষ্ণ কৃষ্ণ তাଙ୍କର দুই হাতের আঙ্গুলি দ্বারা সহস্র আবৃত করেছেন তা দেখুଛନ୍ତି এইপରି কমণ্ডল জল ভরি যেতে উঠাଉଛନ୍ତି আর কହୁଛନ୍ତି ସେଠିମାନେ ତମେ ଲକ୍ଷ୍ୟ କର ଛିଦ୍ରରୁ ଗୋଟେ ଡ୍ରପ ପାଣି ବାହାରି ଯେଉଁଥିରେ ଜୀବ ନାହିଁ ସମସ୍ତେ ଲକ୍ଷ୍ୟ ଭାବରେ ଇଏ କମଣ୍ଡଳରୁ ଜଳ ଭରିକି ଆଣି ଉପସ୍ଥିତ ହେଇଗଲା କୋଠାରେ সেই জ্যোতিষী সেই পানি নেই আজ জোরে বুটি এই তৈরি কৃষ্ণ পাঠ দিলে কৃষ্ণ হাই বাজু মুক্ত হয়ে গেল প্রমাণিত হয়ে গেল কেন ব্রজের যদি কেই সতী নারী থিবে সে হচ্ছেন কে শ্রীমতী রাধা রানী।